ଅନୁଷ୍ଠାନରେ କରିବା ଏଇଟା ଟିକେ ମୁଁ ଦେଖୁଛି କ୍ଲିୟର ଆସୁଛି। ଆଜ୍ଞା ଯଦି ଦେଖିବେ ତାହେଲେ ବର୍ତ୍ତମାନ ଗୋଟେ ଆଇନ ଶୃଙ୍ଖଳା ବଡ଼ ଚ୍ୟାଲେଞ୍ଜ ସରକାର ପାଇଁ ଏବଂ ଆଜି ସକାଳୁ ମଧ୍ୟ ଏଲାଙ୍ଗରେ ଯେଉଁ ନିଖୋଜ ତାର ମୃତଦେହ ମଧ୍ୟ ଉଦ୍ଧାର ହେଲାଣି। ଏଇଭଳି ଘଟଣା ବାରମ୍ବାର ଘଟୁଛି ଏବଂ এই ପ୍ରସଙ୍ଗକୁ ନେଇକି ମଧ୍ୟ ଆପଣ ଉତ୍ଥାପନ କରୁଛନ୍ତି। ଆପଣ ଦେଖନ୍ତୁ ଗଣ୍ଡି ଗୋଟେଠି ମୁଣ୍ଡ ଗୋଟେଠି କେଉଁଠି ଜେସିବି ଲଗେଇକି ଲୋକଙ୍କୁ ମାରି ଦିଆଯାଉଛି ତ କେଉଁଠି ଗୁଳି କରିକି ଲୋକଙ୍କୁ ମାରି ଦିଆଗଲାଣି। ହତ୍ୟାଟା ଗୋଟେ ଆମେ ଯେମିତି ପ୍ରତିଦିନ ଜଳଖିଆ ଖାଉଛେ, ଭାତ ଖାଉଛେ, ରାତିରେ ମିଲ୍ ଖାଉଛେ, ସେମିତି ଖବରକାଗଜ ଖୋଲିଲେ, ଟିଭି ପୃଷ୍ଠା ଦେଖିଲେ କେବଳ ମର୍ଡର 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 ମର୍ଡର। ये କ'ଣ ଡବଲ ଇଞ୍ଜିନ୍ ସରକାର ସବୁଠୁ ବଡ଼ ଉପହାର? ମର୍ଡର ମର୍ଡର ମର୍ଡର, ଇଏ କ'ଣ ଡବଲ ଇଞ୍ଜିନ୍ ସରକାର ସବୁଠୁ ବଡ଼ ଉପହାର? ଏ କଥାଟା ମୁଁ ଆଜି ରାଜ୍ୟ ସରକାରଙ୍କୁ ପଚାରିବାକୁ ଚାହେଁ। କାହିଁକି କ୍ରିମିନାଲ ମାନେ ଆକ୍ଟିଭ ହେଉଛନ୍ତି? କ୍ରିମିନାଲ ମାନେ ଯେତେବେଳେ ଅନୁଭବ କରିବେ ଯେ ଗୋଟେ ଦୁର୍ବଳ ସରକାର ଚାଲିଛି ଏବଂ ସେ ସରକାର ଦାନ୍ତ ନାହିଁ, ସେତେବେଳେ ସେମାନେ ଦୌରାତ୍ମ୍ୟ ଆରମ୍ଭ କରିବେ। କେହି ଡରୁନାହାନ୍ତି ସରକାରକୁ, ଇଏ ଯେତେ ଯାହା କଲେ ବି ଡରୁନାହାନ୍ତି। କାହିଁକିନା ଏଭଳି ଗୋଟେ ଖବର ପହଞ୍ଚିଛି ତଳ ସ୍ତରରେ କ୍ରିମିନାଲ ମାନଙ୍କ ପାଖରେ, ଏଇଟା ହେଉଛି ସବୁଠାରୁ ଦାନ୍ତହୀନ ଦୁର୍ବଳ ସରକାର। ତେଣୁ ସରକାର ଟିକେ ହୋସ୍କୁ ଆସ। ଏଇ ଯେଉଁ ଯାନି ଯାତ୍ରା ମେଳା ମହୋତ୍ସବ ପୂଜା ପାର୍ବଣ ଖେଳ କୁଦରେ ମାତିଛ, ଦିନଯାକ ଘଣ୍ଟା ଘଣ୍ଟା ସମୟ ବର୍ବାଦ କରୁଛ, ଦୟାକରି ଟିକେ ସରକାର କାର୍ଯ୍ୟ ଯେମିତି କରନ୍ତି, ସରକାରୀ କାର୍ଯ୍ୟ ଯେମିତି ହୁଏ ସେୟା କର। ଏପଟେ ମର୍ଡର ଚାଲିଥିବ, ଏପଟେ ହତ୍ୟା ଚାଲିଥିବ, ଏପଟେ ଛୁଆ କୁଆଡ଼େ ହଜିଗଲେଣି, କେଉଁଠି ଶିଶୁ ବିକ୍ରି ହୋଇଗଲାଣି, କେଉଁଠି ଦାଦନ ଶ୍ରମିକର ଶବ ଆସିକି 80ଟା ଦାଦନ ଶ୍ରମିକର ଶବ ଆସିକି ପହଞ୍ଚିଲାଣି ଓଡ଼ିଶାରେ। ସେତେବେଳେ ତମେ ଖେଳକୁଦ ନାଚ ଗୀତ ତାମସା କରିବ? ଯେତେବେଳେ ରୋମ୍ ଜଳୁଥିଲା, ନିରୋ ଯେମିତି ବଂଶୀ ବଜାଉଥିଲେ, ଇଏ ବର୍ତ୍ତମାନ ଥାଟ ପାଟ ଧରିକି ପାରିଧିରେ ଯାଉଛନ୍ତି। ଥାଟ ପାଟ ଦେଇକି ରଜା ରାଜୁଡ଼ା ମାନେ ପାରିଧି କରିବାକୁ ଯାଆନ୍ତି, ବର୍ତ୍ତମାନ ସରକାର ପାରିଧିରେ ଅଛନ୍ତି। ଏପଟେ ଦେଶ ଭାସି ଯାଉ, ଲୋକଙ୍କ ମୁଣ୍ଡ ଗଡ଼ିଯାଉ, ଗଣ୍ଡି ମୁଣ୍ଡ ଅଲଗା ହେଇଯାଉ, ମା ମଥାର ସିନ୍ଦୁର ତୁଟିଯାଉ, ହାତର ଶଙ୍ଖା ଭାଙ୍ଗିଯାଉ, ଛୁଆଙ୍କର ବାପା ବାପା ଡାକ ଲିଭିଯାଉ, ତାଙ୍କର ପରବା ନାହିଁ। ମୁଁ ହାତ ଯୋଡ଼ିକି ସରକାରକୁ ନିବେଦନ କରୁଛି, ଦୟାକରି ତୁରନ୍ତ ଲ ଆଣ୍ଡ ଅର୍ଡ଼ର ସିଚୁଏସନକୁ ସମ୍ଭାଳନ୍ତୁ, ସରକାରୀ ଦାୟିତ୍ୱ ନିର୍ବାହ କରନ୍ତୁ। କାର୍ଯ୍ୟକାରିଣୀ ହେଇପାରୁନି, ପରିଷଦ କିଏ କିଏ ରହିଲେ ତା ମଧ୍ୟ ଜଣାପଡ଼ୁନାହିଁ, ତାକୁ ନେଇକି ଦଳ ଭିତରେ ଗୋଟେ ଅସନ୍ତୋଷ ହେଉଛି ବୋଲି ଚର୍ଚ୍ଚା ହେଉଛି। ଦେଖନ୍ତୁ, ଭାରତୀୟ ଜନତା ପାର୍ଟି ଗୋଟେ କେନ୍ଦ୍ରୀୟ ଦଳ, ନା ତାଙ୍କର ରାଷ୍ଟ୍ରୀୟ ସଭାପତି ଏତେ ପର୍ଯ୍ୟନ୍ତ ବାଛି ପାଇଲେ, ନା ତାଙ୍କର ଅନେକ ରାଜ୍ୟର ସଭାପତି ବାଛିଛନ୍ତି, ନା ତାଙ୍କର ରାଜ୍ୟରେ ମଧ୍ୟ ସଭାପତି ବାଛିଛନ୍ତି। ଆମର ତ ଠିକଣା ସମୟରେ ରାଜ୍ୟ ସଭାପତି ଚୟନ ସରିଛି, ଡ୍ୟୁ ପ୍ରୋସେସରେ ନିର୍ବାଚନ ସରିଛି। ତାପରେ କିଏ ଅଫିସ୍ ବିୟରରେ ହେବେ ନ ହେବେ ସେ କଥାଟା ମାନ୍ୟବର ସଭାପତି ନିଷ୍ପତ୍ତି ନେବେ। ବରଂ ଅନ୍ତତଃ ତ ଶୃଙ୍ଖଳିତ ଭାବରେ ଆମର ସରିଛି। ଆଉ କେଉଁଠି ଯଦି କାଁ ବା ଅସନ୍ତୋଷ ଯେ ଆମ ଦଳ ଭିତରେ ତୁଟିବ, କିନ୍ତୁ ଗଣମାଧ୍ୟମରେ ସେଇଟା ବର୍ତ୍ତମାନ ପ୍ରକାଶ ପାଉଛି, କେହି ସାମ୍ନାରେ ପ୍ରକାଶ କରିନାହାନ୍ତି ଏତେ ପର୍ଯ୍ୟନ୍ତ। ନାଇଁ, ସିଏ ଅତି ନମ୍ରତାର ସହକାରେ କହିଛନ୍ତି, ମୋତେ ଡକା ହେଇନି, ମୁଁ ଯାଇନି। ସେ ସେମିତି ଅସନ୍ତୋଷ ପ୍ରକାଶ କରିନାହାନ୍ତି, ସେ ତାଙ୍କର ଆସିନାହାନ୍ତି ବୋଲି କହିଛନ୍ତି। ଆମେ ତାକୁ କାହିଁକି ଗୋଟେ କଦର୍ଥ ବ୍ୟାଖ୍ୟା କରିବା? ମୁଁ ବୁଝିପାରୁନି ଆପଣମାନେ ପଣସକୁ ବିଧା ମାରିକି ପଚେଇବାକୁ କାହିଁକି ଚେଷ୍ଟା କରୁଛନ୍ତି?
जदि सेमती किसी घटना घटो से सामने को आसो मोर जी आशा अच्छी सेमती किसी घटना घटवार नहीं बरं जो मैंने सेमती आशंका कर घटना घटे से निराश हे एक रु 100 क्षमता केन्द्र बर्तमान नवीन पट्टनायक तापर 101 102 103 104 चलो सर राज्य कार्यक्रम तालिका आसीनी किंतु गोटे चर्चा हो जे थर नुवा मुह को बेसी सुयोग मिल पारे आपन को मत कोन इन्वेस्टिगेटिव जर्नलिज्म टा बहुत करिया उचित करे आम तो जानी जे कौन है एत व्यस्त कहीं होती ठिकना समय सब कथा प्रकाश करा गवर्नमेंट जाउची लोकों पाखु आज संबलपुर जाई जनशुणानी मुख्यमंत्री ये माने कौन कौथि भी जाइछनी जनशुणानी जाइछन तो मो सरकार को धन्यवाद देबी तुम सरकार को एडवाइस देले से मन दुख करे जातीय पार्टी तो मु कोटे क्षुद्र जो एडवाइस दे पारे सजेशन देबी ग्रहण सी करेंगे जिते देखिए बहुमात्रा लोक ग्रीभांस नहीं कि कलेक्टर पाखु हो कि सरकार पाखु हो कि मुख्यमंत्री थर्ड पार्ट नहीं कि जाऊँ से आसुँच ता अर्थ एडमिनिस्ट्रेशनटा लोक मान पाखु जीवार फेल करुँच जिते बिजू बाबू 13टी जिलू 30 जिला कले तार उद्देश्यटा कौन थिला जे एडमिनिस्ट्रेशन एट द डोर स्टेप ऑफ द पीपल किंतु जदि आमे कहिबा जे ग्रीभांस को अधिका संख्यार लोक आसुछंती एवं आमे ताकू शुणाणी करूचु समाधान नुहे केवल शुणाणी करूचु ताहले सेटा गोटे क्रेडिट मु कहि सेटा डिस्क्रेडिट कहीं ना एडमिनिस्ट्रेशनटा तल स्तर को जीवा दरकार जदि लोक आसुछन सरकार पाखु ताहले एडमिनिस्ट्रेशन तल स्तर लोक पाखे पहुँची पारुनी लोक द्वारे पहुँची पारुनी एवं संबलपुर जाइछन धन्यवाद जनाऊँ।